ଆସନ୍ତୁ ବନ୍ଧୁଗଣ, ଆଜି ଏକ ନୂଆ ଭିଡ଼ିଓରେ ଟ୍ରୁନାଟ୍ରେ ଟିବି ପରୀକ୍ଷା ପାଇଁ କଫ ନମୁନା କିପରି ସଂଗ୍ରହ କରାଯାଏ ସେ ବିଷୟରେ ଜାଣିବା। ଟ୍ରୁନାଟ୍ ହେଉଛି ଏକ ଆଧୁନିକ ଏବଂ ଦ୍ରୁତ ରିଏଲ୍ ଟାଇମ୍ PCR ଭିତ୍ତିକ ରୋଗ ନିରୂପଣ ପରୀକ୍ଷା, ଯାହା ମୁଖ୍ୟତଃ ଟ୍ୟୁବରକ୍ଲୋସିସ୍ ବା ଟିବି, କୋଭିଡ୍-19 ଏବଂ ଅନ୍ୟାନ୍ୟ ଶ୍ୱାସଜନିତ ରୋଗ ଚିହ୍ନଟ ପାଇଁ ବ୍ୟବହାର କରାଯାଏ। ଯେମିତି ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ଦିନ ଧରି ଅଧିକ କାଶ ହେଉଥିଲେ, ସେଥିରେ ଟିବିର ଆଶଙ୍କା ହେଉଥିଲେ, ଏହି ପରିସ୍ଥିତିରେ ଟ୍ରୁନାଟ୍ ପରୀକ୍ଷା ପାଇଁ କଫ ନମୁନା ସଂଗ୍ରହ କରାଯାଏ। ତେବେ ଆସନ୍ତୁ ବନ୍ଧୁଗଣ, କଫ ନମୁନା ସଂଗ୍ରହ ପାଇଁ କ'ଣ କ'ଣ ପ୍ରକ୍ରିୟା ରହିଛି ସେ ବିଷୟରେ ଜାଣିବା। ତେବେ କଫ ନମୁନା ସଂଗ୍ରହ ପାଇଁ ଖାଲି ପେଟ ଏବଂ ସକାଳ ସମୟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଖାଲି ପେଟରେ ସଫା ସ୍ଥାନରେ ବସି କଫ ନମୁନା ସଂଗ୍ରହ କରିବା ଉଚିତ। ବନ୍ଧୁଗଣ, ଦ୍ୱିତୀୟରେ ଜାଣିବା ମୁଖ୍ୟ ନିର୍ଦ୍ଦେଶନା। ଦାନ୍ତ ବ୍ରଶ କରିବା ପରେ ମୁହଁକୁ ଭଲ ଭାବରେ ପରିଷ୍କାର କରନ୍ତୁ। ଗଭୀର ଶ୍ୱାସ ନେଇ ବେଶ୍ କଠିନ ଭାବରେ କଫ ବାହାର କରନ୍ତୁ, ଯାହା ଫୁସ୍ଫୁସରୁ ବାହାରିବା ଦରକାର। ଏହି କଫକୁ ଏକ ଶୁଦ୍ଧ ଷ୍ଟେରିଲାଇଜ୍ଡ କଣ୍ଟେନରରେ ରଖନ୍ତୁ। ତେବେ ବନ୍ଧୁଗଣ, ତୃତୀୟରେ ଜାଣିବା ନମୁନାର ସଠିକ୍ ମାତ୍ରା କ'ଣ, ଅର୍ଥାତ୍ କେତେ କଫ ସଂଗ୍ରହ କଲେ ଟ୍ରୁନାଟ୍ ପରୀକ୍ଷା ହୋଇପାରିବ। କଫ ନମୁନାର ପରିମାଣ ଆନୁମାନିକ 2 ରୁ 5 ml ହେବା ଦରକାର। ମୁହଁର ଲାଳ ଅଧିକ ଥିଲେ ନମୁନା ଅନୁପଯୁକ୍ତ ହୋଇପାରେ। ତେବେ ବନ୍ଧୁଗଣ, ଚତୁର୍ଥରେ ରହିଲା ସଂଗୃହୀତ କଫ ନମୁନାକୁ ତୁରନ୍ତ ଟ୍ରୁନାଟ୍ ଟେଷ୍ଟ ସେଣ୍ଟରକୁ ପଠାଯିବା ଉଚିତ। ଠିକ୍ ଭାବେ ଲେବଲିଂ ଏବଂ ସଂରକ୍ଷଣ ହୋଇଥିବା ଜରୁରୀ। ତେବେ ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗେ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ବିଶେଷ ଧ୍ୟାନ ଦେବା ଦରକାର ଯେ କଫ ନମୁନାରେ କଫ ମିଶିଥିବା ଦରକାର। ମୁହଁରୁ ବାହାରୁଥିବା ସାଧାରଣ ଲାଳ ଏହି ଟ୍ରୁନାଟ୍ ପରୀକ୍ଷା ପାଇଁ ଯୋଗ୍ୟ ନୁହେଁ। ଏହି ପ୍ରକ୍ରିୟା ଦ୍ୱାରା ଆମେ ଟିବି ବା ଟ୍ୟୁବରକ୍ଲୋସିସ୍ ବା ଅନ୍ୟାନ୍ୟ ଶ୍ୱାସ ସଂକ୍ରମଣ ବିଷୟରେ ଯଥାଶୀଘ୍ର ଓ ନିଶ୍ଚିତ ଭାବରେ ରିପୋର୍ଟ ପାଇପାରିବା।